ଦେଖନ୍ତୁ ଆମର 19 ତାରିଖ 4ଟା ବେଳେ ଆମର ବିଧାୟକ ଦଳର ବୈଠକ ବିଜୁ ଜନତା ଦଳ ବସିବ ସମୟ ନିର୍ଘଣ୍ଟ ହେଇଛି ଆଉ ସେଥିରେ ଆମର ରଣନୀତି ତିଆରି ହେବ ସମସ୍ତ ବିଷୟ ସବୁ ଆଲୋଚନା କରାଯିବ। ଦେଖନ୍ତୁ ଓଡ଼ିଶା ଜନସାଧାରଣ ଜନତା ଯାହା ନିର୍ଦ୍ଦେଶ ଦେଇଛନ୍ତି ଆପଣମାନେ ଜାଣିଛନ୍ତି ବିଜୁ ଜନତା ଦଳ 24 ବର୍ଷ ଶାସନ କଲେ ଆଉ ଅନେକ ଉନ୍ନତିମୂଳକ କାର୍ଯ୍ୟ ହେଇଛି ଆଉ ଆଜି ଭାରତୀୟ ଜନତା ଦଳ ତାଙ୍କର ସରକାର ଗଠନ କରିଛନ୍ତି ନିହାତି ଭାବରେ ଆମେ ଲୋକଙ୍କ ସାଙ୍ଗରେ ଅଛୁ ଆଉ ରହିବୁ ଓଡ଼ିଶାର ସ୍ୱାର୍ଥକୁ ନେଇ ଆମେ ଲଢ଼େଇ କରିବୁ ବିଧାନସଭାରେ ଏବଂ ବିଶେଷ କରି ଆପଣମାନେ ଦେଖିବେ ଯେଉଁ ଆଇନ ଶୃଙ୍ଖଳା କଥା କୁହନ୍ତୁ କିମ୍ବା ଏବେ ସେମାନେ ଯେଉଁ କଥା କହିଛନ୍ତି ବିରୋଧରେ ଥାଇକି ସେମାନେ କେତେ କରିକି ଦେଖାଉଛନ୍ତି ଆମେ ଦେଖିବା କିନ୍ତୁ ଓଡ଼ିଶା ସରକାର ଆମେ ଯେତେବେଳେ ସରକାରରେ ଥିଲୁ ମାନ୍ୟବର ଆମର ଯେଉଁ ଥିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଯେତେ ଯୋଜନା ସବୁ କରିଛନ୍ତି ସେ ଯୋଜନା ଗୁଡ଼ାକ ଠିକ୍ ଭାବରେ ସେମାନେ ଇମ୍ପ୍ଲିମେଣ୍ଟ ଆଗ କରନ୍ତୁ ଯଦି ସେମାନେ କହୁଥିଲେ ଯେ ଇମ୍ପ୍ଲିମେଣ୍ଟ ଠିକ୍ ଭାବରେ ହେଇପାରୁନି ଉନ୍ନତି ହେଇନି ଓଡ଼ିଶାର ଏବେ ଭାରତୀୟ ଜନତା ଦଳ ସେଗୁଡ଼ା କରନ୍ତୁ ଯେହେତୁ ସେମାନେ କେନ୍ଦ୍ରରେ ବି ଅଛନ୍ତି ଏବଂ ଓଡ଼ିଶା ସରକାର ମଧ୍ୟ ସେମାନେ ଗଠନ କରିଛନ୍ତି କିନ୍ତୁ ଦେଖିବା କଥା ଯେ କେନ୍ଦ୍ର ଯେଉଁ ଅବହେଳା ଓଡ଼ିଶାକୁ କରି ଆସିଛି ସେ ଅବହେଳା ଏବେ ଦୂର ହେଉଛି ନା ନାହିଁ ଏବଂ ଓଡ଼ିଶାର ବିକାଶ କେତେ ଦୂର ସେମାନେ ନେଇପାରୁଛନ୍ତି ସେଟା ଦେଖିବାର ସମୟ ଅଛି।